What's up everyone, welcome back to my channel. Today we're gonna learn about greetings and manners. Do you know what is greetings and manners? ଅଭିବାଦନ ଏବଂ ଶିଷ୍ଟାଚାର। ଆମେ ଛୋଟ ବଡ଼ଙ୍କୁ କିଭଳି କଥାବାର୍ତ୍ତା କରିବା ସମ୍ମାନର ସହ ନା ଅସମ୍ମାନର ସହ। ଆମଠାରୁ ବୟସ ଛୋଟ ବି ଅଛନ୍ତି, ବଡ଼ ବି ଅଛନ୍ତି, କି ଆମେ ବଡ଼ମାନଙ୍କୁ ମଧ୍ୟ ଆମ ସାଙ୍ଗସାଥି ମାନଙ୍କ ଭଳିଆ କଥାବାର୍ତ୍ତା କରିବା। ସେମିତି ତ କଥାବାର୍ତ୍ତା କେବେ ବି କରିପାରିବାନି, କାହିଁକି ନା ଅସମ୍ମାନର ସହ କଥାବାର୍ତ୍ତା କରିବା ସେଟା ଗୋଟେ ଅଲଗା ପ୍ରକାର ହୋଇଥାଏ, ସେଟା ଗୋଟେ ଭଲ ଆଚାର ବ୍ୟବହାର ହୋଇନଥାଏ। ତ ଆମେ ବଡ଼ମାନଙ୍କୁ ବଡ଼ ହିସାବରେ କଥାବାର୍ତ୍ତା କରିବା, ଛୋଟମାନଙ୍କୁ ଛୋଟ ହିସାବରେ କଥାବାର୍ତ୍ତା କରିବା। ତ ଏଇ ଯୋଉ ଛୋଟ ବଡ଼ମାନଙ୍କୁ କିମ୍ବା ସାଙ୍ଗମାନଙ୍କୁ ଯୋଉ ଅନୁସାରେ କଥାବାର୍ତ୍ତା କରାଯାଏ, ଏଇ ପ୍ରକାରକୁ, ଏଇ ଶିଷ୍ଟାଚାରକୁ ମେନର୍ସ କୁହାଯାଏ। ଏବଂ ଏ ଯୋଉ ଗ୍ରିଟିଂସ କଥା ଅଭିବାଦନ, ଆମେ ସମୟ ଅନୁସାରେ ଆମେ ଜଣକୁ ଗ୍ରିଟିଂସ କରିବା, ମାନେ ଜଣକୁ ସମୟ ଅନୁସାରେ ଗୁଡ ମର୍ଣ୍ଣିଂ କି ଗୁଡ ଇଭିନିଂ ଗୁଡ ଆଫ୍ଟରନୁନ ଏଇଭଳିଆ ଜଣେଇଥାଉ, ନାଇଁ କି? ଆମେ ଗୁଡ ମର୍ଣ୍ଣିଂ ଆମେ କେତେବେଳରୁ କେତେବେଳେ ଜଣେଇଥାଉ? ଆମେ ଉଠିବା ଠାରୁ ଦିନ 12ଟା ପର୍ଯ୍ୟନ୍ତ ଗୁଡ ମର୍ଣ୍ଣିଂ କହିଥାଉ, ଏବଂ ଆମେ 12ଟାରୁ 4ଟା ପର୍ଯ୍ୟନ୍ତ ଗୁଡ ଆଫ୍ଟରନୁନ ଜଣକୁ ଜଣେଇଥାଉ। ସନ୍ଧ୍ୟା 4ଟାରୁ ଶୋଇବାକୁ ଯିବା ପର୍ଯ୍ୟନ୍ତ ଆମେ ଗୁଡ ଇଭିନିଂ କହିଥାଉ। ସେତେବେଳକୁ ରାତି ହେଇଥିଲେ ମଧ୍ୟ ଆମକୁ ଗୁଡ ନାଇଟ୍ କହିବାକୁ ପଡିବନି। ଗୁଡ ନାଇଟ୍ ଆମକୁ କେତେବେଳେ କହିବାକୁ ପଡିବ? ଆମେ ଯେତେବେଳେ ଜଣକଠାରୁ ବିଦାୟ ନେବା ସେତେବେଳକୁ ଆମେ ଗୁଡ ନାଇଟ୍ କହିବାକୁ ପଡିଥାଏ। ଗୁଡ ନାଇଟ୍ ଯେତେବେଳେ ବିଦାୟ ନେବ, ସେତେବେଳେ ବିଦାୟ ନେବା ସମୟରେ ଗୁଡ ନାଇଟ୍ କହିବା। ଆମେ ରାତି ଯେତେଟା ବି ହେଇଥାଉ ନା କାହିଁକି, ଆମେ ଯଦି ଜଣକୁ ସାକ୍ଷାତ କରୁଛୁ, ରାତି ସମୟରେ ସାକ୍ଷାତ କରୁଛୁ, ତ ଆମକୁ ଗୁଡ ଇଭିନିଂ କହିବାକୁ ପଡିଥାଏ, ଗୁଡ ନାଇଟ୍ କହିବାକୁ ହବ ନାହିଁ। ଯେତେବେଳେ ଆମେ ସାକ୍ଷାତ କଲୁ, ଗୁଡ ଇଭିନିଂ କହି ଆମେ ସାକ୍ଷାତ କଲୁ। ଗୁଡ ଇଭିନିଂ କହି ସାକ୍ଷାତ କଲା ପରେ ଆମେ ଯେତେବେଳେ ବିଦାୟ ନେବା, ସେଇ ସମୟରେ ଆମେ ଗୁଡ ନାଇଟ୍ କହିଥାଉ। ଏବେ ଯୋଉ ସକାଳ 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 ଉଠିବାଠାରୁ ଦିନ 12ଟା ପର୍ଯ୍ୟନ୍ତ ଗୁଡ ମର୍ଣ୍ଣିଂ, 12ଟାରୁ 4ଟା ପର୍ଯ୍ୟନ୍ତ ଗୁଡ ଆଫ୍ଟରନୁନ, ଏବଂ 4ଟାରୁ ଶୋଇବାକୁ ଯିବା ପର୍ଯ୍ୟନ୍ତ ଗୁଡ ଇଭିନିଂ। ଆଉ ଯେତେବେଳେ ବିଦାୟ ନେବା ସେତେବେଳକୁ ଗୁଡ ନାଇଟ୍ କହିବା। ଏବଂ ସାଙ୍ଗମାନେ, ଆମେ ଜଣକୁ ବଡ଼ କିମ୍ବା ଛୋଟ ଆମେ ସମ୍ମାନର ସହ, ଯୋଉଟା ଆମେ ଫର୍ମାଲ କହୁଛୁ ଇଂରାଜୀରେ, ଆମେ ଯେତେବେଳେ ଜଣକୁ ସମ୍ମାନର ସହ କେମିତି ଅଛନ୍ତି ଏହାକୁ ଆମେ କିଭଳି ଭାବରେ ପଚାରିଥାଉ? ହାଉ ଆର୍ ୟୁ, ହାଉ ଡୁ ୟୁ ଡୁ, ହାଉ ଆର୍ ୟୁ ଡୁଇଂ, ଏଇଭଳି ଆମକୁ ପଚାରିବାକୁ ପଡିଥାଏ। ଆମେ ଇନଫର୍ମାଲ ୱେ ବ୍ୟବହାର କରିବାକୁ ହୋଇନଥାଏ, କାହିଁକି? ଆମେ ସମ୍ମାନର ସହ ଯଦି କଥାବାର୍ତ୍ତା କରିବାକୁ ଚେଷ୍ଟା କରିବା, ତାହେଲେ ହାଉ ଆର୍ ୟୁ, ହାଉ ଡୁ ୟୁ ଡୁ, ହାଉ ଆର୍ ୟୁ ଡୁଇଂ, ଏଇ ସମ୍ମାନର ହିସାବରେ କଥାବାର୍ତ୍ତା କରିଥାଉ। ଆମେ ଯଦି ଇନଫର୍ମାଲ ୱେ ଯଦି ବ୍ୟବହାର କରିବା, ହେ ହାଇ ହ୍ୟାଲୋ ହ୍ୱାଟ୍ସ ଅପ୍, ହାଉ ଇଜ ଇଟ୍ ଗୋଇଂ, ହ୍ୱାଟ୍ସ ଗୋଇଂ ଅନ୍, ଏସବୁ ଗୁଡାକ ହଉଛି ଇନଫର୍ମାଲ ୱେରେ ଯିବ, ଯୋଉଟା କି ଅସମ୍ମାନୀୟତା, ଯୋଉଟା କି ସାଙ୍ଗସାଥି ମାନଙ୍କ ଭିତରେ କଥାବାର୍ତ୍ତା କରିଥାଉ। ଆମେ ଯେତେବେଳେ ଜଣ ଟିଚର କିମ୍ବା ଆମ ଏଲ୍ଡର ୱାନ୍ସକୁ, କିମ୍ବା ଆମ ଯେକୌଣସି ଆମ ନିୟର ଆଣ୍ଡ ଡିୟର ୱାନ୍ସ, ଯିଏ ବି ଆମଠାରୁ ବୟସ ବଡ଼ କିମ୍ବା ଆମ ସମ୍ମାନର ଲୋକ, ସେମାନଙ୍କୁ ଭେଟିଥାଉ, ତ ଆମକୁ କଣ ଭଳି ସାକ୍ଷାତ କରିବାକୁ ପଡିଥାଏ? ହେ ହାଇ ହ୍ୟାଲୋ ହ୍ୱାଟ୍ସ ଅପ୍, ହାଉ ଇଜ ଇଟ୍ ଗୋଇଂ, ହାଉ ଇଜ ୟୋର ଲାଇଫ୍, ହ୍ୱାଟ୍ସ ଗୋଇଂ ଅନ୍, ଏଭଳି ଆମେ କଥାବାର୍ତ୍ତା କରିଥାଉ। ଏଭଳି ତ କଥାବାର୍ତ୍ତା କରିବାନି। ଆମେ କିଭଳି କଥାବାର୍ତ୍ତା କରିଥାଉ? ଗୁଡ ମର୍ଣ୍ଣିଂ ସାର୍, ହାଉ ଆର୍ ୟୁ, କିମ୍ବା ଗୁଡ ଆଫ୍ଟରନୁନ ସାର୍, ହାଉ ଡୁ ୟୁ ଡୁ, ଏଇଭଳିଆ ଆକର୍ଡିଂ ଟୁ ଦ ଟାଇମ୍ ଅଫ ଦ ଡେ ୱି ହାଭ୍ ଟୁ ଗ୍ରିଟ୍ ଟୁ ସମବଡି ଏଲ୍ସ। ହାଉ, ଏବେ ଯେମିତି ଜଣେ ଭାଇନାଙ୍କୁ ଭେଟିବା, ଜଣେ ବଡ ଭାଇଙ୍କୁ ଭେଟିବା, ନାଇଁ କି? ଗୁଡ ମର୍ଣ୍ଣିଂ ବ୍ରଦର, ହାଉ ଆର୍ ୟୁ ଡୁଇଂ, ଏଇଭଳିଆ ଆମେ କଥାବାର୍ତ୍ତା କରିବାକୁ ପଡିଥାଏ। ଯଦି ଷ୍ଟାଇଲିଶ ଇଂଲିଶ କହିବାକୁ ଚାହୁଁଛନ୍ତି, ତାହେଲେ ହାଇ ହେ ହ୍ୟାଲୋ ହ୍ୱାଟ୍ସ ଅପ୍, ହାଉ ଇଜ ଇଟ୍ ଗୋଇଂ, ଏଗୁଡାକ ୟୁଜ କରିପାରିବେ। ହାଉ ଆର୍ ୟୁ ଏତେ ଷ୍ଟାଇଲିଶ ନୁହଁ। ସ୍ମାର୍ଟ ଇଂଲିଶ ଯଦି କହିବାକୁ ଚାହାନ୍ତି, ସେଇଟା କହିବେ ଇନଫର୍ମାଲ। ଯଦି ଏମିତି ନର୍ମାଲ, ଯୋଉଟା ସମ୍ମାନର ସହ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, ତାହେଲେ ଫର୍ମାଲ ୱେରେ ୟୁଜ କରିପାରିବେ। ଯଦି ଆମେ ଅଧିକ ଦିନରୁ ଯଦି ଆମେ ଜଣକୁ ଭେଟୁଛୁ, ବହୁତ ଦିନ ହେଇଯାଇଛି ଆମେ ତାଙ୍କୁ ଭେଟି ନାହୁଁ, ପ୍ରଥମ ବହୁତ ଦିନ ପରେ, 2 ବର୍ଷ ପରେ, 3 ବର୍ଷ ପରେ, କି 4-5 ମାସ ପରେ ଆମେ ଭେଟୁଛୁ, ତାହେଲେ ଆମେ ଭେଟିବା ସମୟରେ ଆମେ କଣ କହିବା? ଗୁଡ ମର୍ଣ୍ଣିଂ ସାର୍, ହାଉ ଆର୍ ୟୁ, ଲଙ୍ଗ ଟାଇମ୍ ନ ସି, ଏଇଭଳିଆ ଆମକୁ ସେଣ୍ଟେନ୍ସକୁ ଲମ୍ବେଇବାକୁ ପଡିଥାଏ। ଆମକୁ ଯଦି କେହି ଜଣେ ସାହାଯ୍ୟ ମାଗିଥାଏ, ଆମେ ସାହାଯ୍ୟ କରୁ। ଆମେ ସାହାଯ୍ୟ କଲା ପରେ ଜଣେ ଆମକୁ କଣ ରିପ୍ଲାଏ ଦିଏ? ଥ୍ୟାଙ୍କ ୟୁ, କିମ୍ବା ଥ୍ୟାଙ୍କ ୟୁ ସାର୍, କିମ୍ବା ଥ୍ୟାଙ୍କ୍ସ, ନାଇଁ କି? ତ what is the reply of thanks or thank you? Mention not, it's my pleasure, it's okay, not mention, mention not, ଏଇଭଳିଆ ଏଇ ଯୋଉ ଥ୍ୟାଙ୍କ୍ସ ର ରିପ୍ଲାଏଟାକୁ ଦେବାକୁ ପଡିଥାଏ। ଆମେ ଏଇ ଯୋଉ ଇଟ୍ସ ମାଇ ପ୍ଲେଜର, ୱେଲକମ୍, ମେନସନ୍ ନଟ୍, ଇଟ୍ସ ଓକେ, ଇଟ୍ସ ଅଲ୍ ରାଇଟ୍, ଏଗୁଡ଼ିକ ଆମେ ସବୁ ଜାଗାରେ ବ୍ୟବହାର କରିପାରିବାନି। ଆମେ ଯଦି କୋଉ ସପିଂ ମଲ୍କୁ ଯିବା, କିଛି ଭିଜିଟିଂ ପାଇଁ ଯିବା, ନେଇକି ଆମେ କିଛି ସପିଂ କରିବାକୁ ଯାଇଥିବା, ଦୋକାନବାଲା ଯଦି ଆମକୁ କିଛି ଦିଏ, ପଇସା ଦେବା ବଦଳରେ, ଟଙ୍କା ଦେବା ବଦଳରେ, ତ ଆମେ ତାଙ୍କୁ ଥ୍ୟାଙ୍କ ୟୁ ଜଣେଇଥାଉ। ତ ସେ ଆମକୁ କହେ ୱେଲକମ୍, ପୁଣି ଥରେ ଭିଜିଟ୍ କରନ୍ତୁ, ୱେଲକମ୍, ଭିଜିଟ୍ ଅଗେନ୍, ଏଭଳିଆ କଥାବାର୍ତ୍ତା କରିଥାଏ। ସେଇ ସମୟରେ ଆମକୁ ୱେଲକମ୍ ଜଣେଇବାକୁ ପଡିଥାଏ। ଆମେ ଯେତେବେଳେ ଜଣେ କାମ କରିପାରୁନି, ସେ ଆମକୁ ସାହାଯ୍ୟ ମାଗିଲା, ସେ ଆମକୁ କଣ ଭଳି ସାହାଯ୍ୟ ମାଗିବ? ପ୍ଲିଜ ଲେଣ୍ଡ ମି ୟୋର ହ୍ୟାଣ୍ଡ, ଲେଣ୍ଡ ମି ୟୋର ହ୍ୟାଣ୍ଡ ପ୍ଲିଜ, ଏଭଳିଆ ମାଗିଥାନ୍ତି, ନାଇଁ କି? ତ ଆମେ ସେମାନଙ୍କୁ ସାହାଯ୍ୟ କଲେ, ସେ ଆମକୁ ଥ୍ୟାଙ୍କ୍ସ କହନ୍ତି, ତ ଆମେ ତାଙ୍କୁ କଣ କହିଥାଉ? ମେନସନ୍ ନଟ୍, ଇଟ୍ସ ମାଇ ପ୍ଲେଜର, ଇଟ୍ସ ଓକେ, ଇଟ୍ସ ଅଲ୍ ରାଇଟ୍,
ଏଇଭଳିଆ କଥାବାର୍ତ୍ତା କରି କୋଉ ଜାଗାରେ ଯଦି ଆମେ ଯଦି ଲାଇନରେ ଠିଆ ହେଇଛୁ ପଞ୍ଚାୟତରେ ହଉ ଯେକୌଣସି ଗୋଟେ ଇଲେକ୍ସନରେ ହଉ ଲାଇନରେ ଠିଆ ହେଇଛୁ ଯଦି ବୃଦ୍ଧ ଲୋକ ଯଦି ଆମ ସାମ୍ନାରେ ଠିଆ ହେଇଥିବେ କି ପଛରେ ଠିଆ ହେଇଥିବେ ଯଦି ପଛରେ ହେବା ପାଇଁ ଚାହୁଁଛନ୍ତି ବୃଦ୍ଧ ଲୋକଟି ଆଗ ଯାଇ ଭୋଟ ଦିଅନ୍ତି କିମ୍ବା କିଛି ପ୍ରଥମେ ଗ୍ରହଣ କରନ୍ତୁ ଆଗ ଯାଇ ଗ୍ରହଣ କରନ୍ତୁ ବୃଦ୍ଧ ଲୋକଟି ବୋଲିକି ଆମେ ଯଦି ତାଙ୍କୁ ଜାଣି ଚିହ୍ନିକି କିମ୍ବା ନ ଚିହ୍ନିକି ତାଙ୍କୁ ଯଦି ଆମେ ରେସ୍ପେକ୍ଟିବିଲିଟି ସହିତ ଯଦି କଥାବାର୍ତ୍ତା କରିବା ତାହେଲେ ତମଠାରୁ ମୁଁ କହିବାଟାକୁ you go and then me. We don't have to use this way. We have to say always after you. After you କହିଥାଉ କାହିଁକି ନା ଏଟା it's more formal than you go and then me. This sentence ଯଦି ପଣ୍ଡରେ କଥାବାର୍ତ୍ତା କରୁଛ କିମ୍ବା ଜଣେ ତମକୁ କିଛି କଥାବାର୍ତ୍ତା କରୁଛି ତମେ ତାଙ୍କ ସାମ୍ନାରେ ବସିଛ କିମ୍ବା ସେ ତମ ସାମ୍ନାରେ ବସିଛି ଏବଂ ଭାଷଣ ଦଉଛନ୍ତି ତମେ କିଛି ଯଦି ଶୁଣିପାରିଲନି କ୍ଲାସରେ ଶୁଣିପାରିଲନି କି କଣ କଲନି ତାହେଲେ ଶୁଣି ନ ପାରିଲେ ଆମକୁ ରିକ୍ୱେଷ୍ଟ କରିବାକୁ ଆମେ ସମ୍ମାନର ସହ ଫର୍ମାଲ ୱେ ଯଦି ଆମେ ୟୁଜ୍ କରି ଯଦି ସେଣ୍ଟେନ୍ସ କହିବା ତାହେଲେ କେମିତି କହିବା pardon pardon please could you please repeat it will you please repeat it excuse me I didn't get it ଏଇଭଳିଆ କହିଥାଉ ପରେ ଯେତେବେଳେ କଥାବାର୍ତ୍ତା କରୁଛ ଜଣେ ଯଦି ଲମ୍ବେଇଛି when somebody is elongating his talks you want to stop him and you want to start speaking ତମେ ତାଙ୍କୁ ରଖିକି ନିଜେ କହିବାକୁ ଚାହୁଁଛ ତାହେଲେ ଆମେ ଇଂରାଜୀରେ କଣ କହିବୁ କି ସେମାନଙ୍କୁ ସମ୍ମାନର ସହ କଣ କହିକି ରଖିବାକୁ ପଡିବ ସରି ଟୁ ଇଣ୍ଟରଭିନ୍ ସରି ଟୁ ଇଣ୍ଟରଫିୟର ଯଦି କିଏ ଜଣେ କାମ କରିପାରୁନି ସେମାନଙ୍କୁ ଆମେ ସମ୍ମାନର ସହ ଆମେ କି ଭଳିଆ କଥାବାର୍ତ୍ତା କରିଥାଉ ମାନେ ମୁଁ ତୁମକୁ ସାହାଯ୍ୟ କରେ କି ଟିକେ କରିପାରିବି କି ଏହାକୁ ଆମେ କେମିତି କହିବା Shall I help you କିମ୍ବା should I help you ଯଦି ଆମେ କିଛି ହାର୍ଡ କାମ କରୁଥିବା କାମ ପାରୁନଥିବା ସମୟରେ ଆମେ ଜଣକୁ କେମିତି ସାହାଯ୍ୟ ମାଗିବା lend your hand please କିମ୍ବା give your hand please ଏଇଭଳି ଆମେ ଜଣକୁ ସାହାଯ୍ୟ ମାଗିବା ସାଙ୍ଗମାନେ ଆଶା କରେ ଏଥିରୁ এই ଭିଡିଓ ମାଧ୍ୟମରେ କିଛି ଶିଖିବାକୁ ମିଳିଥିବ ନୂଆ କିଛି ଶିଖିବାକୁ ମିଳିଥିବ ଯଦି ବା ଜାଣିଥିବେ କିଛି ଜାଣିଥିଲେ ଏବଂ କିଛି ଜାଣିନଥିଲେ ମୁଁ ଭାବୁଛି କିଛି ଜାଣିଥିଲେ କିଛି ଜାଣିନଥିଲେ ଏଥିରେ ଯଦି କିଛି ନୂଆ ମିଳିଛି କିଛି ନୂଆ ଶିଖିବାକୁ ମିଳିଛି ତାହେଲେ এই ଭିଡିଓଟିକୁ ଲାଇକ୍ କରନ୍ତୁ ଏଣ୍ଡ ସେୟାର କରନ୍ତୁ ଯୋଉମାନେ ବି ପ୍ରକୃତରେ ଇଂରାଜୀ ଶିଖିବାକୁ ଚାହୁଁଛନ୍ତି ଘରେ ବସି ଯୋଉମାନେ କି ବାହାରକୁ ଯାଇ ପାରୁନାହାନ୍ତି ଥ୍ୟାଙ୍କ ୟୁ ସୋ ମଚ୍ ଫର ୱାଚିଂ ଏଣ୍ଡ ହ୍ୟାଭ୍ ଏ ନାଇସ୍ ଡେ